ଚାଲନ୍ତୁ ଆଜି ସ୍ପ୍ରିଙ୍ଗ ରୋଲ ବନେଇବା। ଦେଖନ୍ତୁ ମୁଁ ଏଠି ମଇଦା ନେଇଛି, 2-3 ଚାମଚ ଘିଅ ଆଉ ଲୁଣ ଦେଇ ଭଲ କି ଚକଟିକି ରେଷ୍ଟ କରିବା ପାଇଁ ରଖିଦେଲି। ତାପରେ ତେଲ ଦେଲି, ଅଦା ରସୁଣ କଟା ଦେଲି, ତାପରେ କଞ୍ଚା ଲଙ୍କା ଦେଲି, ପିଆଜ ଦେଲି, କ୍ୟାପ୍ସିକମ୍, ଗାଜର, ବନ୍ଧାକୋବି ଦେଇ ଭଲ କି ଭାଜିଦେବେ। ତାପରେ ବଏଲ କରିଥିବା ଚାଉମିନ କି ଦେଇଦେବେ। ତାପରେ ଲୁଣ ଦେବେ, ଗୋଲମରିଚ ଗୁଣ୍ଡ ଦେବେ। ଭଲ କି ଭାଜି ହେଇଗଲା ପରେ ଆମେ ସସ୍ ଦେବା। ଦେଖନ୍ତୁ ମୁଁ ଏଠି ସୋୟା ସସ୍ ଦେଇଛି, ଟମାଟୋ ସସ୍ ଦେଇଛି, ଚିଲି ସସ୍ ଦେଇଛି। ତାପରେ ଭଲ କି ଟିକେ ଭାଜିଦେବା। ଆମର ଷ୍ଟଫିଂ ରେଡି ହେଇଗଲା। ଚାଲନ୍ତୁ ଆମେ ଏବେ ସ୍ପ୍ରିଙ୍ଗ ରୋଲର ସିଟ୍ସ ବନେଇବା। ସ୍ପ୍ରିଙ୍ଗ ରୋଲର ସିଟ୍ ଗୁଡ଼ା ବନେଇବା ପାଇଁ ବହୁତ ସହଜ। ଏବେ ଛୋଟ ଛୋଟ ଗୁଲା କରିଦେବେ। ତା ଛୋଟ ଗୋଲା ଗୁଡାକୁ ସବୁ ରୁଟି ଆକାର ବନେଇଦେବେ। ଆଗେ ଆମେ ଛୋଟ ଗୋଲା ଗୁଡାକୁ ରୁଟି ଆକାର ବନେଇଦବା। ଦେଖନ୍ତୁ ଏଠି ମୁଁ ରୁଟି ଆକାର ସବୁ ବନେଇଦେଲି। ଗୋଟେ ରୁଟି ଉପରେ ଆପଣ ତେଲ ଲଗେଇଦେବେ। ତାପରେ ଆଉ ଗୋଟେ ରୁଟି ରଖିଦେବେ। ତାପରେ ଆଉ ଗୋଟେ ରୁଟି ରଖିଦେବେ। ମୁଁ ଏଇଭଳି 5ଟି ରୁଟି ରଖିଛି। ତାପରେ ଆମେ ଏବେ ବଡ଼ କରି ବେଲିଦେବା। ଯେତେ ଆପଣ ପତଳା କରି ବେଲିବେ ଆପଣଙ୍କର ସିଟ୍ଟା ସେତେ ପତଳା ରହିବ। ଦେଖନ୍ତୁ ଆଉ ତାୱାରେ ପକେଇବେ, ଖାଲି ଥରେ ଆପଣ ଓଲ୍ଟ ପାଲ୍ଟ କରିଦେବେ, ବେଶୀ ପକେଇବେନି, ତାହେଲେ କଡ଼କଡ଼ ହେଇଯିବ। ମୋର ହେଲେ ବି ଉପରଟା ଟିକେ କଡ଼କଡ଼ ହେଇଯାଇଥିଲା, ତାପରେ ଭିତର ଗୁଡ଼ା ବଢ଼ିଆ ଥିଲା। ଦେଖନ୍ତୁ କେତେ ସୁନ୍ଦର ପତଳା ହେଇ ବାହାରି ପଡ଼ିଲା। এইଭଳି ଭାବେ ବନେଇବେ, ବହୁତ ସହଜ ଲାଗିବ ଆପଣଙ୍କୁ। ତାପରେ ଆମେ ଷ୍ଟଫିଂ ଦେଇଦେବା। ଷ୍ଟଫିଂ ଦେଇ ଟିକେ ପାଣି ଦେଇକି ଆମେ ଲକ୍ କରିଦେବା। ତାପରେ ଆମେ ତେଲର ଫ୍ରାଏ କରିଦେବା। এইଭଳି ଭାବେ ସ୍ପ୍ରିଙ୍ଗ ରୋଲ ବନେଇକି ଖାଆନ୍ତୁ। କେମିତି ଲାଗିଲା କମେଣ୍ଟରେ ନିଶ୍ଚିତ ଜଣାନ୍ତୁ।